ସମସ୍ତଙ୍କୁ ଏଡିଏସ୍ ନଲେଜ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଡିକେ ସାର୍। ଦେଖନ୍ତୁ ପିଲାମାନେ, ଓଡବ୍ଲ୍ୟୁଏସସି ମାନେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ତା ତରଫରୁ ଗୋଟେ ନୋଟିଫିକେସନ୍ ଆସିଛି, ଯେଉଁଥିରେ ଓଡ଼ିଶାର ଡିଫରେଣ୍ଟ ଡିପାର୍ଟମେଣ୍ଟର ଡିଫରେଣ୍ଟ ସବୁ ପୋଷ୍ଟ ରହିଛି। ଯେଉଁ ପୋଷ୍ଟ ଗୁଡ଼ାକି ଗ୍ରୁପ୍ ବି ଏବଂ ଗ୍ରୁପ୍ ସି, ଯେଉଁଟାକି କମ୍ବାଇଣ୍ଡ ଗ୍ରାଜୁଏଟ୍ ଲେଭେଲ୍ ରିକ୍ରୁଟମେଣ୍ଟ ଏକ୍ଜାମିନେସନ୍ 2025, ତାକୁ ଆମେ CGLRE 2025 ବୋଲି କହୁଛୁ। ବୁଝିହେଲା? ତେଣୁକରି ଏହା ବିଷୟରେ ଆମେ ଚାଲନ୍ତୁ ଡିଟେଲ ଆଲୋଚନା କରିବା, ପୁରା A to Z। ଆଲୋଚନା କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ। କାହିଁକି ନା ମୁଁ ଅଲ୍ ଜବ୍ ରିଲେଟେଡ୍ ନୋଟିଫିକେସନ୍, ନଲେଜେବୁଲ୍ ଭିଡ଼ିଓ ଏବଂ ଏକ୍ଜାମ୍ ଆନାଲିସିସ୍ ଭିଡ଼ିଓ ଏହି ଚ୍ୟାନେଲ ମାଧ୍ୟମରେ ପ୍ରୋଭାଇଡ଼ କରିଥାଏ। ତେଣୁକରି ଭିଡ଼ିଓ ଛାଡ଼ୁ ଛାଡ଼ୁ ସିଧାସଳଖ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ ପିଲାମାନେ। ବୁଝିହେଲା? କିଛି ଅସୁବିଧା ହେବ ନାହିଁ, ଡରିବାର କିଛି ନାହିଁ ପିଲାମାନେ। ଚାଲନ୍ତୁ ବିଳମ୍ବ ନ କରି ଆରମ୍ଭ କରିବା। ଓକେ, ଦେଖନ୍ତୁ ଏ ହେଉଛି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନର ଅଫିସିଆଲ ନୋଟିଫିକେସନ୍। ଏଇଥିରେ ଆପଣମାନଙ୍କର ଓଡ଼ିଶା CGLର ବା କମ୍ବାଇଣ୍ଡ ଗ୍ରାଜୁଏଟ୍ ଲେଭେଲ୍ ଏହାର ଅନଲାଇନ୍ ଆପ୍ଲିକେସନ୍ ଫର୍ମ ଆପ୍ଲାଏ ଆରମ୍ଭ ହୋଇଯିବ 19/12/2025। ତାମାନେ ଡିସେମ୍ବର ମାସ 19 ତାରିଖରେ ଆରମ୍ଭ ହେବ ଏବଂ ଶେଷ ହେବ 21/1/2026। ତାମାନେ ଜାନୁଆରୀ ମାସ 21 ତାରିଖ 2026 ମସିହାରେ ଏଇଟା ଶେଷ ହେଇଯିବ। ତେଣୁକରି ତା ଭିତରେ ଆପଣମାନେ ନିଶ୍ଚୟ ଭାବରେ ଆପ୍ଲାଏ କରିବେ। ବୁଝିଗଲେ ପିଲାମାନେ? ଆପ୍ଲାଏ କରିବା ପାଇଁ ହେଲେ ଏହାର ଅଫିସିଆଲ ୱେବସାଇଟ୍ www.ossc.gov.in ଏହି ୱେବସାଇଟ୍ ମାଧ୍ୟମରେ ଆପଣମାନେ ଅନଲାଇନ୍ ଆପ୍ଲାଏ କରିବେ। ବୁଝିହେଲା ପିଲାମାନେ? ଆସନ୍ତୁ ବର୍ତ୍ତମାନ ଆମେ ଜାଣିବା ଏଇ ଯେଉଁ କମ୍ବାଇଣ୍ଡ ଗ୍ରାଜୁଏଟ୍ ଲେଭେଲ୍ ରିକ୍ରୁଟମେଣ୍ଟ ଏକ୍ଜାମ୍, ଯେଉଁଟାକି ଆମର ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ପୋଷ୍ଟ ସବୁ ରହିଛି। ମନେ ରଖିଥାନ୍ତୁ ପିଲାମାନେ, ଅଫିସର ପୋଷ୍ଟ ଗ୍ରୁପ୍ ବି ମନେ ରଖିବେ ହେଲା। ଆଉ ଗ୍ରୁପ୍ ସି ପୋଷ୍ଟ ଗୁଡ଼ା ମଧ୍ୟ ରହିଛି, ଯେମିତିକା ଆମର ଆସିଷ୍ଟାଣ୍ଟ ସିଟି ଆଣ୍ଡ GST ଅଫିସର ଦେଖିପାରୁଥିବେ ଆପଣମାନେ। ତାଙ୍କର କରେସ୍ପଣ୍ଡିଂ ଡିପାର୍ଟମେଣ୍ଟ ମଧ୍ୟ ରହିଛି। ତା ସହିତ ତାର ଟୋଟାଲ ଭ୍ୟାକେନ୍ସି ଏବଂ ଓମେନ୍ ମାନଙ୍କର କେତେ ରିଜର୍ଭେସନ୍ ରହିବ ସେଗୁଡ଼ା ମଧ୍ୟ ମେନସନ୍ ହେଇଛି, ଯେଉଁଟାକି ଆପଣମାନଙ୍କର ଗ୍ରୁପ୍ ବି ପୋଷ୍ଟ ହେଲା। ଆଉ ମନେ ରଖନ୍ତୁ ଏହାର ପେ ମ୍ୟାଟ୍ରିକ୍ସ ହେଉଛି ଲେଭେଲ୍ 9। ବୁଝିହେଲା? ଠିକ୍ ସେମିତିକି ଆପଣମାନଙ୍କର ସବ୍ ଡିଭିଜନାଲ ଫାଇନାନ୍ସିଆଲ ସର୍ଭିସ୍ ଆଣ୍ଡ ସେଭିଂ ଅଫିସର ତାଙ୍କର ପୋଷ୍ଟ ରହିଛି, ଯେଉଁଟାକି ଆମର ଫାଇନାନ୍ସ ଡିପାର୍ଟମେଣ୍ଟ ତରଫରୁ। ଠିକ୍ ସେମିତିକା ଆପଣମାନଙ୍କର ଇନ୍ସପେକ୍ଟର ଅଫ୍ ସପ୍ଲାଇଜ୍ ତାର ମଧ୍ୟ ଭ୍ୟାକେନ୍ସି ରହିଛି 41ଟି। ବୁଝିହେଲା? ତେଣୁକରି ଏହି ପ୍ରକାରର ଆପଣମାନେ ଦେଖିପାରୁଥିବେ ଢେର ସାରା ଆପଣମାନଙ୍କର ଅଫିସର ପୋଷ୍ଟ ସବୁ ରହିଛି, ଯେମିତିକା BSSO ମାନେ ବ୍ଲକ ସୋସିଆଲ ସିକ୍ୟୁରିଟି ଅଫିସର। ଦେନ୍ ଆପଣମାନଙ୍କର ଡିଫରେଣ୍ଟ ଡିପାର୍ଟମେଣ୍ଟର ଅଡିଟରର ସବୁ ପୋଷ୍ଟ ଗୁଡ଼ା ରହିଛି, ସେଗୁଡ଼ା ମଧ୍ୟ ଆପଣମାନଙ୍କର ଗ୍ରୁପ୍ ବି ଅଫିସର। ଓକେ, ଜୁନିୟର ଆସିଷ୍ଟାଣ୍ଟ ଏମାନେ ହେଉଛନ୍ତି ଆପଣମାନଙ୍କର ଗ୍ରୁପ୍ ସି ପୋଷ୍ଟ। ଚାଲନ୍ତୁ ବର୍ତ୍ତମାନ ଆମେ କ୍ୟାଟେଗୋରୀ ୱାଇଜ୍ ଡିଟେଲ୍ ଜାଣିବା, କେଉଁ ପୋଷ୍ଟ ପାଇଁ କେଉଁ କ୍ୟାଟେଗୋରୀରେ କେତେ ଭ୍ୟାକେନ୍ସି ରହିଛି। ଚାଲନ୍ତୁ ଓକେ, କ୍ୟାଟେଗୋରୀ ୱାଇଜ୍ ଡିଟେଲ୍ ଜାଣିବା ପୂର୍ବରୁ ଆପଣମାନେ ଜାଣି ରଖନ୍ତୁ ସର୍ବମୋଟ 1576ଟି ଆପଣମାନଙ୍କର CGL ପାଇଁ ଭ୍ୟାକେନ୍ସି ଆସିଛି। ତା ଭିତରୁ ଓମେନ୍ ପାଇଁ ଆପଣମାନଙ୍କର 504ଟି ପୋଷ୍ଟର ଭ୍ୟାକେନ୍ସି ରିଜର୍ଭେସନ୍ ହେଇକି ରହିବ। ବୁଝିହେଲା? ତାହେଲେ ବହୁତ ଭ୍ୟାକେନ୍ସି ରହିଛି ପିଲାମାନେ, 1576ଟି। ବର୍ତ୍ତମାନ ଆମେ ଦେଖିବା ଏହାର ଫିଜ୍ ଷ୍ଟ୍ରକ୍ଚର। ଦେଖନ୍ତୁ SC ST ଆଣ୍ଡ PWD ଏହି କ୍ୟାଟେଗୋରୀର ଯେଉଁ କ୍ୟାଣ୍ଡିଡେଟ୍ ମାନେ ଥିବେ ତାଙ୍କ ପାଇଁ କୌଣସି ଫିଜ୍ ଲାଗିବ ନାହିଁ। ତାଙ୍କ ବ୍ୟତୀତ ଅନ୍ୟ କ୍ୟାଟେଗୋରୀର କ୍ୟାଣ୍ଡିଡେଟ୍ ମାନଙ୍କୁ 500 ଟଙ୍କା ଲେଖାଁ ଫର୍ମ ଆପ୍ଲାଏ ସମୟରେ ଦେବାକୁ ପଡ଼ିବ। ବୁଝିହେଲା? କିନ୍ତୁ ଏହି 500 ଟଙ୍କା ଆପଣମାନଙ୍କର ରିଫଣ୍ଡ ହେଇଯିବ। କେତେବେଳକୁ ରିଫଣ୍ଡ ହେବ? ମନେ ରଖନ୍ତୁ, ଆପଣମାନେ ଯଦି ଏକ୍ଜାମ୍ ଦେବାକୁ ଯିବେ ଆଉ ଏକ୍ଜାମ୍ ହଲ୍ରେ ବସିବେ, ତାହେଲେ ଜାଣିକରି ଆପଣମାନଙ୍କୁ ସେଇ ଟଙ୍କାଟିଏ ରିଫଣ୍ଡ କରାଯିବ। ଯଦି ଆପଣମାନେ ଯଦି ଏକ୍ଜାମ୍ ଦେବେ ନାହିଁ ତାହେଲେ ଆପଣମାନଙ୍କୁ ରିଫଣ୍ଡ କରାଯିବ ନାହିଁ, ମନେ ରଖିଥାନ୍ତୁ। ବୁଝିଗଲେ ପିଲାମାନେ? ପୁରା କ୍ଲିଅର? ପେମେଣ୍ଟ ବାବଦକୁ ଆଉ କୌଣସି ଯେମିତି ଆପଣମାନଙ୍କର ଅସୁବିଧା ନ ହୁଏ। ଦେଖନ୍ତୁ ପିଲାମାନେ, J ନମ୍ବର ସେକ୍ସନକୁ ଦେଖିବା। এই J ନମ୍ବର ସେକ୍ସନରେ ଆପଣମାନଙ୍କର ରହିଛି ନର୍ମାଲାଇଜେସନ୍ ଫର୍ମୁଲା। ତେଣୁକରି ଆମେ ଜାଣିଲେ ଏଇ ଏକ୍ଜାମ୍ ପାଇଁ ବହୁତ ସାରା ସିଫ୍ଟ ୱାଇଜ୍ ଆପଣମାନଙ୍କର ଏକ୍ଜାମ୍ ହେବ, ଯେଉଁ ଏକ୍ଜାମ୍ କି ଆପଣମାନଙ୍କର CBRE ମାନେ କମ୍ପ୍ୟୁଟର ବେସ୍ଡ ରିକ୍ରୁଟମେଣ୍ଟ ଏକ୍ଜାମ୍, ମାନେ କମ୍ପ୍ୟୁଟର ହେଇପାରେ, ନହେଲେ ଆପଣମାନଙ୍କର OMR ବେସ୍ରେ ମଧ୍ୟ ହେଇପାରେ। ବୁଝିହେଲା? ତାହେଲେ କେମିତି ଏକ୍ଜାମ୍ ହେବ ଆପଣମାନେ ଜାଣିଗଲେ, ଫିଜ୍ ବିଷୟରେ ମଧ୍ୟ ଆପଣମାନେ ପୁରା କ୍ଲିଅର ହେଇଗଲେ। ବୁଝିହେଲା? ଚାଲନ୍ତୁ ଏହା ପରେ ଆମେ ଆଉ ଡିଟେଲ୍ ଜାଣିବା।
चलतु बर्तमान आमे गोटी गोटी करी तार पोस्ट डिपार्टमेंट आउ कैटेगरी वाइज कोउथिरे केते वैकेंसी रहिछि जानिबा। देखंतु सीरियल नंबर 1 एथिरे आपण मानकर रहिछि असिस्टेंट सिटी एंड जीएसटी ऑफिसर, जोटा कि आपण मानकर कमिशनर ऑफ सिटी एंड जीएसटी ओडिशा ए डिपार्टमेंट तरफरु आपण माने चाकरी करिवे। जनरल मानक पई 28 टी पोस्ट रो वैकेंसी रहिछि, ता भितरु 9 टी अमन मानक पई रिजर्व होइकरी रहिबो। ठीक सेमितिका आपण मानकर एससीबीसी रो मध्य 8 टी पोस्ट रहिछि, ता भितरु गोटे अमन मानक पई रिजर्व होइकी रहिबो। ठीक सेमितिका एससी रो मध्य 10 टी पोस्ट रहिछि, अमन मानक पई कोनोसी पोस्ट नाही। एसटी रो मध्य 8 टी पोस्ट रहिछि, 3 टी अमन मानक पई रहिछि। तेणुकरी सर्वमोट आमर 54 टी पोस्ट रो वैकेंसी रहिछि, जोथिरे कि आमर 13 टी अमन मानक पई रिजर्व होइकी रहिबो। बुझियला। देन आमे देखिबा 2 नंबर को। 2 नंबर रे कोन कहूछि ना सब डिविजनल फाइनेंशियल सर्विस एंड सेविंग ऑफिसर्स, तांकर मध्य डिपार्टमेंट होची फाइनेंस डिपार्टमेंट। सेमाने से फाइनेंस डिपार्टमेंट रे चाकरी करिवे। तांकर सर्वमोट 5 टी पोस्ट रो वैकेंसी रहिछि, ता भितरु गोटे अमन मानक पई रिजर्व होइकरी रहिबो। बुझि गले पिला माने पूरा क्लियर। देन 3 नंबर पोस्ट को देखिबा सप्लाई इंस्पेक्टर पोस्ट रहिछि, जोटा कि आपण माने समस्त जानिछंती फूड सप्लाईज एंड कंज्यूमर वेलफेयर डिपार्टमेंट ऑफ ओडिशा, तांको द्वारा एई चाकरीटी आपण माने जॉइनिंग लेटर पाइबे। एथिरे जनरल मानक पई 23 टी पोस्ट रो वैकेंसी रहिछि, 9 ओमेन मानक पई 2 टी पोस्ट एससीबीसी रो रहिछि, 9 ओमेन। पुनी सेही बढिया एससी मानक पई 2 टी अछि, 9 ओमेन, रिजर्वेशन किछि नाही। एसटी पई 14 टी रहिछि, ओमेन मानक पई 5 टी। सर्वमोट 41 रहिछि, ओमेन मानक पई 14 रहिछि। बुझि गले। देन 4 नंबर को देखिबा इंस्पेक्टर ऑफ कोऑपरेटिव सोसाइटी, जोटा कि आपण माने कोऑपरेटिव सोसाइटी डिपार्टमेंट रे आपण माने चाकरी करिवे। 15 टी टोटल जनरल मानकर रहिछि, ता भितरु 5 टी ओमेन मानक पई। ठीक सेमितिका एससीबीसी रो 10 टी ओमेन मानक पई 3 टी। एससी रो रहिछि 6 टी पिला माने देखंतु 2 टी ओमेन मानक पई। ठीक सेमितिका एसटी रो 21 टी ओमेन मानक पई 7 टी रहिछि। सर्वमोट देखंतु 52 टी पोस्ट रो वैकेंसी रहिछि, ता भितरु ओमेन मानक पई 17 टी पोस्ट रो रिजर्वेशन रहिछि। ओके। देन 5 नंबर मध्ये आपण माने देखि पारुथिबे ग्राम पंचायत डेवलपमेंट ऑफिसर, जोटा कि हमर जीपीडीओ शॉर्टकट रे कहि थाउ, तार मध्ये वैकेंसी रहिछि। टोटल देखंतु 58 टी पोस्ट रो वैकेंसी रहिछि पिला माने, ओमेन मानक पई 20 पोस्ट रो रिजर्वेशन रहिछि। ठीक सेही परिका आपण मानकर जूनियर करेक्शनल ऑफिसर जेसीओ रो मध्ये पोस्ट रहिछि। देखंतु टोटल 7 टी पोस्ट रहिछि, ओमेन मानक पई गोटे रहिछि। कैटेगरी वाइज देखि नउथिबे, ए होछि आपण मानकर जनरल, ए होछि आपण मानकर एससीबीसी, ए होछि आपण मानकर एससी, ए होछि आपण मानकर एसटी। बुझि गले पूरा क्लियर। ठीक सेमिति आपण मानकर ई स्टेट सुपरवाइजर रो रहिछि। देन 8 नंबर रे देखंतु बीएसएसओ माने ब्लॉक सोशल सिक्युरिटी ऑफिसर, तार पोस्ट रहिछि। टोटल आपण मानकर 146 टी पोस्ट रो वैकेंसी रहिछि, ता भितरु 48 पोस्ट अमन मानक पई रिजर्व होइकि रहिबो। ओके। देन आपण मानकर ऑडिटर ऑफ कोऑपरेटिव सोसाइटी, तार मध्ये वैकेंसी रहिछि टोटल 57 टी, आपण माने देखि पारुथिबे। बुझियला। नंबर 10 रे देखंतु कॉमन कैडर ऑडिटर, तार मध्ये वैकेंसी रहिछि, जोटा कि आपण मानकर फाइनेंस डिपार्टमेंट अंडर रे आसीथाइ। टोटल 69 पोस्ट रो वैकेंसी रहिछि, ता भितरु 21 टी ओमेन मानक पई रिजर्व होइकि रहिबो। ओके। आपण माने देखि पारुथिबे कैटेगरी वाइज कोथिरे केते रहिछि। देन आपण मानकर 11 नंबर देखंतु माने लोकल फंड ऑडिटर, तार वैकेंसी रहिछि। तार मध्ये आपण माने देखि पारुथिबे जनरल मानक पई, एससीबीसी मानक पई, एससी मानक पई, एसटी मानक पई। बुझियला। देन ऑडिटर आपण मानकर ढेर सारा पोस्ट रहिछि डिफरेंट डिपार्टमेंट रो। आपण माने ताकू भलो भाबरे देखंतु। तेणु करी यार पीडीएफ पाइया पई हेले हमरो टेलीग्राम चैनल एडीएस नॉलेज पॉइंट सेथिरे जॉइन करिवे। ता नहले मोर टेलीग्राम ग्रुप डीके सर ओडिशा सेथिरे मध्ये जॉइन करिकि आपण मानकर डाउट सब क्लियर करि परिबे। मो सहित सीधा सळक मेसेज रे मध्ये आपण माने जोगाजोग करि परिबे। तेणु करी डीके सर ओडिशा से टेलीग्राम ग्रुप रो लिंक एवं एडीएस नॉलेज पॉइंट, जोटा कि हमरो ऑफिशियल टेलीग्राम चैनल, तारो लिंक मध्ये यार डिस्क्रिप्शन बॉक्स रे रहिछि। निश्चय जाई कि आपण माने जॉइन करिवे पिला माने। जे कोनोसी पीडीएफ एवं आपण मानकर एग्जाम रो नोट्स रो पीडीएफ मध्ये सेथिरे मु प्रोवाइड करिथाइ। ओके। सेही परिका आपण मानकर जूनियर असिस्टेंट रो मध्ये ढेर सारा पोस्ट रहिछि, आपण माने देखि पारुथिबे। बुझियला पिला माने। तेणु करी जूनियर असिस्टेंट रो मध्ये बहुत सारा वैकेंसी रहिछि, आपण माने ताकू निश्चय देखंतु। देन जूनियर क्लर्क रो मध्ये वैकेंसी रहिछि। टोटल 255 टी आपण मानकर जूनियर क्लर्क रहिछि।
ହେଲା। ତେଣୁକରି ଜୁନିୟର କ୍ଲର୍କ ମଧ୍ୟ ଢେର ସାରା ଭ୍ୟାକେନ୍ସି ରହିଛି ପିଲାମାନେ। ତେଣୁକରି ଆମେ ଦେଖିଲେ କ୍ୟାଟେଗୋରୀ ୱାଇଜ୍ ଜେନେରାଲର ଆପଣମାନଙ୍କର 680ଟି ରହିଛି ଟୋଟାଲ ପଦବୀ, ତା ଭିତରୁ 217ଟି ଓମେନମାନଙ୍କ ପାଇଁ ରିଜର୍ଭ ହେଇକିରି ରହିବ। ଦେନ୍ ଆପଣମାନଙ୍କର ଏସ୍ସି ବିସିର ମଧ୍ୟ ଆମେ ଦେଖିଲେ, ଏସ୍ସିର ମଧ୍ୟ ଦେଖିଲେ, ଏସ୍ଟିର ମଧ୍ୟ ଦେଖିଲେ। ତେଣୁକରି ସର୍ବମୋଟ 1576ଟି ପଦବୀ ରହିଛି। ତା ଭିତରୁ ଓମେନମାନଙ୍କ ପାଇଁ 504ଟି ପଦବୀ ରିଜର୍ଭ ହେଇକିରି ରହିବ। ବୁଝି ହେଲା ପିଲାମାନେ? ପୁରା ଡିଟେଲ ମୁଁ କ୍ୟାଟେଗୋରୀ ୱାଇଜ୍ ଆପଣମାନଙ୍କୁ ଆଲୋଚନା କରିଦେଲି। ଓକେ, ବର୍ତ୍ତମାନ ଆମେ ଦେଖିବା ଆପଣମାନଙ୍କର ଯେଉଁ ଭ୍ୟାକେନ୍ସି ଆସିଛି ତାର ସ୍ପେଶାଲ କ୍ୟାଟେଗୋରୀରେ କେଉଁମାନଙ୍କର କେତେ ରିଜର୍ଭେସନ୍ ହେଇକିରି ରହିଛି। ପ୍ରଥମେ ଆମେ ଦେଖିବା ଏକ୍ସ ସର୍ଭିସମ୍ୟାନ୍ ମାନଙ୍କ ପାଇଁ ଗୋଟେ ପଦବୀ ରହିଛି। ତା ଭିତରୁ ପିଡବ୍ଲ୍ୟୁଡି ମାନଙ୍କ ପାଇଁ 2ଟି ରହିଛି। 2ଟିରୁ ଗୋଟେ ଓମେନମାନଙ୍କ ପାଇଁ ରିଜର୍ଭ ହେଇକି ରହିବ। ବୁଝି ହେଲା ପିଲାମାନେ? ଠିକ୍ ସେମିତିକା ଆପଣମାନଙ୍କର ସପ୍ଲାଏ ଇନ୍ସପେକ୍ଟରରେ ମଧ୍ୟ ଦେଖିପାରୁଥିବେ। ତେଣୁକରି ଆପଣମାନଙ୍କର ସ୍ପେଶାଲ କ୍ୟାଟେଗୋରୀରେ ମାନେ ଏକ୍ସ ସର୍ଭିସମ୍ୟାନ୍ ପାଇଁ 48ଟି ପଦବୀର ଭ୍ୟାକେନ୍ସି ରହିଛି। ସେହିପରିକା ସ୍ପୋର୍ଟସ ପର୍ସନ ମାନଙ୍କ ପାଇଁ 15ଟି ପୋଷ୍ଟର ଭ୍ୟାକେନ୍ସି ରହିଛି। ତା ଭିତରୁ ଗୋଟେ ଓମେନମାନଙ୍କ ପାଇଁ ରିଜର୍ଭ ହେଇକି ରହିବ। ବୁଝିହେଲା? ଦେନ୍ 88ଟି ପଦବୀ ଆପଣମାନଙ୍କର ପିଡବ୍ଲ୍ୟୁଡି ମାନେ ହ୍ୟାଣ୍ଡିକ୍ୟାପ୍ କ୍ୟାଣ୍ଡିଡେଟ୍ ମାନଙ୍କ ପାଇଁ ରିଜର୍ଭ ହେଇକିରି ରହିବ। ତା ଭିତରୁ 18ଟି ଦେଖନ୍ତୁ ଓମେନମାନଙ୍କ ପାଇଁ ରହିଛି। ତେଣୁକରି ଓମେନମାନଙ୍କ ପାଇଁ ବା ଓମେନ୍ ହ୍ୟାଣ୍ଡିକ୍ୟାପ୍ ମାନଙ୍କ ପାଇଁ ମଧ୍ୟ ଭଲ ଅପରଚ୍ୟୁନିଟି ରହିଛି ପିଲାମାନେ। ବୁଝିହେଲା? ତେଣୁକରି ଯେଉଁମାନଙ୍କର ସ୍ପେଶାଲ କ୍ୟାଟେଗୋରୀର ରିଜର୍ଭେସନ୍ ରହିଛି ସେମାନେ ନିଶ୍ଚୟ ଭାବରେ ଜାଣନ୍ତୁ କେଉଁ ପୋଷ୍ଟରେ ଆପଣମାନଙ୍କର ଭ୍ୟାକେନ୍ସି ରହିଛି, ଆଉ ସେଇ ଅନୁସାରେ ଆପଣମାନଙ୍କର ପ୍ରିପାରେସନ୍ କଣ୍ଟିନ୍ୟୁ କରନ୍ତୁ। ଓକେ, ବର୍ତ୍ତମାନ ଆମେ ଦେଖିବା ଇଲିଜିବିଲିଟି କ୍ରାଇଟେରିଆ କ'ଣ ସବୁ ରହିଛି। ପ୍ରଥମରେ ଦେଖିବା ଏହାର ଜେନେରାଲ କ୍ରାଇଟେରିଆ ରହୁଛି ଭାରତର ନାଗରିକ ହେଇଥିବ, ଭଲ କ୍ୟାରେକ୍ଟର ହେଇଥିବ, ତା ସହିତ ଭଲ ହେଲ୍ଥ ରହିଥିବ। ଯଦି ଆପଣମାନେ ମ୍ୟାରେଜ୍ କରିଥିବେ ତାହେଲେ ଗୋଟେରୁ ଅଧିକା ଲିଭିଂ ୱାଇଫ୍ ନଥିବେ। ଆଉ କ'ଣ ନା ପଢ଼ିବା, ଲେଖିବା ଏବଂ ଓଡ଼ିଆରେ ଫ୍ଲୁଏଣ୍ଟଲି କହିବା ଶିଖିଥିବା ଦରକାର। ବୁଝିଗଲେ ପିଲାମାନେ? ଦେନ୍ ଆପଣମାନଙ୍କର ମିନିମମ୍ ଏଜୁକେସନ୍ କ୍ୱାଲିଫିକେସନ୍ କେତେ ହେଇଥିବା ଦରକାର। ଆପଣମାନଙ୍କର ମିନିମମ୍ ଏଜୁକେସନ୍ କ୍ୱାଲିଫିକେସନ୍ ଏଇସବୁ ପୋଷ୍ଟମାନଙ୍କ ପାଇଁ ବ୍ୟାଚଲର ଡିଗ୍ରୀ ହେଇଥିବା ଦରକାର। ବ୍ୟାଚଲର ଡିଗ୍ରୀ ମାନେ ଯେକୌଣସି ବି ଆପଣମାନଙ୍କର ଡିଗ୍ରୀ ହେଇଥିବା ଦରକାର। ତା ସହିତ ଆପଣମାନଙ୍କର କମ୍ପ୍ୟୁଟର, ଇଣ୍ଟରନେଟ୍, ଇମେଲ୍, ୱାର୍ଡ଼ ପ୍ରୋସେସିଂ, ଡାଟା ଆନାଲିସିସ୍ ଆଣ୍ଡ ପ୍ରେଜେଣ୍ଟେସନରେ ଆପଣମାନଙ୍କର ନଲେଜ ରହିଥିବା ଦରକାର। ବୁଝିଗଲେ ପିଲାମାନେ? କିନ୍ତୁ ଯେଉଁମାନେ ଅଡ଼ିଟର ଅଣ୍ଡର ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି ଆଣ୍ଡ ଅଥରିଟି ଅଣ୍ଡର ଡାଇରେକ୍ଟର ଅଫ୍ ଇଣ୍ଡଷ୍ଟ୍ରିଜ୍ ଏଇସବୁ ପୋଷ୍ଟ ପାଇଁ ଆପଣମାନଙ୍କର PGDCA ନିଶ୍ଚୟ ଭାବରେ କମ୍ପ୍ୟୁଟର ସାର୍ଟିଫିକେଟ୍ ଟିକେ ରଖିଥିବା ଦରକାର। ବୁଝିହେଲା? ଯେଉଁମାନଙ୍କର PGDCAର କମ୍ପ୍ୟୁଟର ସାର୍ଟିଫିକେଟ୍ ନାହିଁ ସେମାନେ ଏହି ପୋଷ୍ଟକୁ ଆପ୍ଲାଏ କରିପାରିବେ ନାହିଁ। ମନେ ରଖନ୍ତୁ ପିଲାମାନେ, এই ସାର୍ଟିଫିକେଟ୍ ନିଶ୍ଚୟ ଦରକାର, ୟାକୁ ମନେ ରଖନ୍ତୁ। ବର୍ତ୍ତମାନ ଆମେ ଦେଖିବା ଏହାର ଏଜ୍ କେତେ ହେଇଥିବା ଦରକାର। ଦେଖନ୍ତୁ 1/1/2025 ତା ସୁଦ୍ଧା ଆପଣମାନଙ୍କର ମିନିମମ୍ 21 ବର୍ଷ ହେଇଥିବା ଦରକାର ଏବଂ 1/1/2025 ଏହା ସୁଦ୍ଧା ଆପଣମାନଙ୍କର ମ୍ୟାକ୍ସିମମ୍ 42 ବର୍ଷ ହେଇଥିବା ଦରକାର। ତେଣୁକରି ବହୁତ ଅପରଚ୍ୟୁନିଟି ରହିଛି ପିଲାମାନେ, ନିଶ୍ଚୟ ଆପ୍ଲାଏ ଟିକେ କରନ୍ତୁ। ଯଦି ବି ଆପଣମାନଙ୍କର ଏଜ୍ ହେଉନାହିଁ ତାହେଲେ ମଧ୍ୟ ଆପଣମାନଙ୍କର ରିଲାକ୍ସେସନର ଫ୍ୟାସିଲିଟି ରହିଛି। ଦେଖନ୍ତୁ SC BC, SC ST ଆଉ ଓମେନମାନଙ୍କ ପାଇଁ 5 ବର୍ଷ ରିଲାକ୍ସେସନ୍ ରହିଛି। ବୁଝିଗଲେ? ଠିକ୍ ସେମିତିକା ହ୍ୟାଣ୍ଡିକ୍ୟାପ୍ ମାନଙ୍କ ପାଇଁ ଆପଣମାନଙ୍କର ବା PWD ମାନଙ୍କ ପାଇଁ 10 ବର୍ଷ ରିଲାକ୍ସେସନ୍ ରହିଛି। ବୁଝିପାରିଲେ ପିଲାମାନେ? ବର୍ତ୍ତମାନ ଆମେ ଦେଖିବା ଏହି ଏକ୍ଜାମ୍ ପାଇଁ ଆପଣମାନଙ୍କର ପ୍ଲାନ୍ ଆଉ ପ୍ୟାଟର୍ନ କ'ଣ ସବୁ ରହିଛି। ପ୍ରଥମେ ଦେଖନ୍ତୁ ଏହାର 3ଟି ଷ୍ଟେଜ୍ରେ ଆପଣମାନଙ୍କର ସିଲେକ୍ସନ୍ କରାଯିବ। ଗୋଟେ ହେଉଛି ଷ୍ଟେଜ୍ 1, ଷ୍ଟେଜ୍ 2 ଆଣ୍ଡ ଷ୍ଟେଜ୍ 3। ଷ୍ଟେଜ୍ 1ରେ ଆପଣମାନଙ୍କର ପ୍ରିଲିମିନାରୀ ଏକ୍ଜାମ୍ ହେବ, ଯେଉଁଥିରେ ଆପଣମାନଙ୍କୁ 150 ମାର୍କର କ୍ୱେଶ୍ଚନ୍ସ ଦିଆଯିବ। ବୁଝିଗଲେ ପିଲାମାନେ? ଯେଉଁମାନେ ପ୍ରିଲିମ୍ କ୍ୱାଲିଫାଇ କରିବେ ମାନେ ମେନ୍ସ ଏକ୍ଜାମ୍ରେ ଯେଉଁମାନେ ବସିବେ ସେମାନଙ୍କୁ ଯେତିକି ଭ୍ୟାକେନ୍ସି ଥିବ ତାର 5 ଗୁଣା ପିଲାଙ୍କୁ ସିଲେକ୍ସନ୍ କରାଯିବ ବା ଏହାର 5 ଗୁଣା ପିଲାକୁ ରିଟିନ୍ ଏକ୍ଜାମ୍ ପାଇଁ ଡକାଯିବ। ବୁଝିଗଲେ? ଦେନ୍ ଆପଣମାନଙ୍କର ଆସିବ ଷ୍ଟେଜ୍ 2, ଯେଉଁଥିରେ ଆପଣମାନଙ୍କର ମେନ୍ ରିଟିନ୍ ଏକ୍ଜାମ୍ ପ୍ରୋସେସ୍ ରହିଛି। ଏଇଥିରେ ଆପଣମାନଙ୍କର 2ଟି ପେପର ରହିଛି, 200 ମାର୍କ ରହିଛି। ଗୋଟେ ହେଉଛି ଆପଣମାନଙ୍କର ଇଂଲିଶ ଓଡ଼ିଆ ପେପର 1 ଆଉ ପେପର 2 ହେଉଛି ଆପଣମାନଙ୍କର GS ମାନେ ଜେନେରାଲ ଷ୍ଟଡିଜ୍। ବୁଝିଗଲେ? ଏହା ବିଷୟରେ ଆମେ ପୁରା ଡିଟେଲ୍ ଜାଣିବା। ଯେଉଁମାନେ ଚାହିଁବେ ଏହାକୁ ସ୍କ୍ରିନଶଟ୍ ମଧ୍ୟ ନେଇପାରିବେ। ବୁଝିପାରିଲେ ପିଲାମାନେ? କିନ୍ତୁ ମନେ ରଖନ୍ତୁ ଆଉ ଗୋଟେ କଥା। କ'ଣ ସେଇଟା? ଦେଖନ୍ତୁ ମ୍ୟାଥମେଟିକ୍ସର ଆପଣମାନଙ୍କର ଟେଷ୍ଟ ହେବ। କେଉଁମାନଙ୍କ ପାଇଁ ହେବ? କେବଳ ଆପଣମାନଙ୍କର ଅଡ଼ିଟର
ଯେଉଁମାନେ ଅଡ଼ିଟର ପୋଷ୍ଟ ପାଇଁ ଇଲିଜିବୁଲ୍ ବା ଅଡ଼ିଟର ପୋଷ୍ଟ ପାଇଁ ଆପ୍ଲିକେବୁଲ୍ ବା ଯେଉଁମାନେ ଅଡ଼ିଟର ହେବା ପାଇଁ ଚାହୁଁଛନ୍ତି ସେମାନେ ଏହି ମ୍ୟାଥମେଟିକ୍ସର ଏକ୍ସଟ୍ରା ଟେଷ୍ଟଟିଏ ଦେବେ। ବୁଝିଗଲେ? ୟାର ସିଲାବସ୍ ମଧ୍ୟ ମୁଁ ଆପଣମାନଙ୍କୁ ଶେଷରେ ଜଣାଇଦେବି, କିଛି ଅସୁବିଧା ହେବ ନାହିଁ, ତାକୁ ମଧ୍ୟ ସ୍କ୍ରିନଶଟ୍ କରିନେବେ। ଓକେ, ଯେଉଁ ପୋଷ୍ଟରେ କି ଆପଣମାନଙ୍କର କମ୍ପ୍ୟୁଟରର ସ୍କିଲ୍ ଟେଷ୍ଟ ହେବ ପିଲାମାନେ, ହେଲା, ତାହେଲେ କେଉଁ ପୋଷ୍ଟରେ କମ୍ପ୍ୟୁଟର ସ୍କିଲ୍ ଟେଷ୍ଟ ହେବ ତାକୁ ଜାଣି ରଖିବା ଦରକାର। 1 ନମ୍ବର ଆପଣମାନଙ୍କର ଅଡ଼ିଟର, 2 ନମ୍ବର ସପ୍ଲାଏ ଇନ୍ସପେକ୍ଟର, 3 ନମ୍ବର ଇ ଷ୍ଟେଟ୍ ସୁପରଭାଇଜର, 4 ନମ୍ବର BSSO ମାନେ ବ୍ଲକ ସୋସିଆଲ ସିକ୍ୟୁରିଟି ଅଫିସର, 5 ନମ୍ବରରେ ଜୁନିୟର ଆସିଷ୍ଟାଣ୍ଟ, 6 ନମ୍ବରରେ ଜୁନିୟର କ୍ଲର୍କ। ତେଣୁକରି ଏହିସବୁ ପୋଷ୍ଟମାନଙ୍କରେ ଆପଣମାନଙ୍କର କମ୍ପ୍ୟୁଟରର ସ୍କିଲ୍ ଟେଷ୍ଟଟିଏ ହେବ। ବୁଝିହେଲା? ଆଉ ସ୍କିଲ୍ ଟେଷ୍ଟରେ କେଉଁ ସବୁ କ୍ୱେଶ୍ଚନ୍ ଆସିବ, ଏହାର ସିଲାବସ୍ କ'ଣ, ମୁଁ ଆପଣମାନଙ୍କୁ ନିଶ୍ଚୟ ଜଣାଇଦେବି। ସେତିକି ପର୍ଯ୍ୟନ୍ତ ଆପଣମାନେ ଦେଖୁଥାନ୍ତୁ। ଓକେ, ଆମେ ଆଲୋଚନା କଲେ ଷ୍ଟେଜ୍ 1 ଏବଂ ଷ୍ଟେଜ୍ 2। ବର୍ତ୍ତମାନ ଆମେ ଦେଖିବା ଷ୍ଟେଜ୍ 3। ଷ୍ଟେଜ୍ 3ରେ ଆପଣମାନଙ୍କର ସାର୍ଟିଫିକେଟ୍ ଭେରିଫିକେସନ୍ ହେବ। ବୁଝିଗଲେ ପିଲାମାନେ? ତେଣୁକରି ମୁଁ ପୂର୍ବରୁ କହିଥିଲି 5 ଗୁଣା ପିଲାଙ୍କୁ ମେନ୍ ଏକ୍ଜାମକୁ ଡକାଯିବ, କିନ୍ତୁ ସାର୍ଟିଫିକେଟ୍ ଭେରିଫିକେସନ୍ ମାନେ DV ମାନେ ଯେଉଁଟାକୁ ଆମେ ଡକୁମେଣ୍ଟ ଭେରିଫିକେସନ୍ କହୁଛେ, ସେଇ DV ସମୟରେ ତାର 1.5 ଗୁଣା ପିଲାଙ୍କୁ ଡକାଯିବ। ତା ମାନେ ଯେତିକି ପୋଷ୍ଟ ଥିବ ତାର 1.5 ଟାଇମ୍ସ କ୍ୟାଣ୍ଡିଡେଟ୍ମାନଙ୍କୁ ମାନେ ଡକୁମେଣ୍ଟ ଭେରିଫିକେସନ୍ ଆଉ ସାର୍ଟିଫିକେଟ୍ ଭେରିଫିକେସନ୍ରେ ଡକାଯିବ। ବୁଝିଗଲେ ପିଲାମାନେ? ଆଉ ମନେ ରଖନ୍ତୁ, ଏଇ ଯେଉଁ ଆପଣମାନଙ୍କର ମ୍ୟାଥମେଟିକ୍ସର ଯେଉଁ ଏକ୍ସଟ୍ରା ଟେଷ୍ଟ ହେବ ଅଡ଼ିଟରମାନଙ୍କ ପାଇଁ, ତା ସହିତ କମ୍ପ୍ୟୁଟର ସ୍କିଲ୍ ଟେଷ୍ଟ ହେବ, ସେଗୁଡ଼ା କ୍ୱାଲିଫାଇଂ ନେଚର ରହିବ। ତାମାନେ ଆପଣମାନେ କେବଳ କ୍ୱାଲିଫାଇ କରିବେ, କୌଣସି ଏଥିରେ ମାର୍କ ଏଡ଼୍ କରାଯିବ ନାହିଁ, ମନେ ରଖନ୍ତୁ। ଓକେ, ଚାଲନ୍ତୁ ଏହାର କିଛି ନୂଆ ନିୟମ ପରିବର୍ତ୍ତନ ହୋଇଯାଇଛି, ସେ ବିଷୟରେ ଆମେ ଟିକେ ଜାଣିବା। ଦେଖନ୍ତୁ, ଇମ୍ପୋର୍ଟାଣ୍ଟ ପଏଣ୍ଟ ହେଉଛି ଆପଣମାନଙ୍କର ବିଟ୍ 2। ବିଟ୍ 2 କ'ଣ କହୁଛି ଦେଖନ୍ତୁ, ଯଦି ଆପଣମାନଙ୍କର 4ଟି ଅପସନ୍ ରହିଥିବ, ମାନେ ଏକ୍ଜାମ ଦେଲା ବେଳକୁ ଆପଣମାନଙ୍କ ପାଖରେ ABCD 4ଟି ଅପସନ୍ ରହିଥିବ, ତାହେଲେ ଆପଣମାନଙ୍କର 1/4 ମାର୍କ ନେଗେଟିଭ୍ ରହିବ। ବୁଝିଗଲେ ପିଲାମାନେ? ମାନେ 4ଟି ଯଦି ଭୁଲ କରନ୍ତି ତାହେଲେ ଗୋଟେ ମାର୍କ କ'ଣ ହେଇଯିବ, ମାଇନସ୍ ହେଇଯିବ। ବୁଝିଗଲେ? ପୁରା କ୍ଲିଅର। ଦେନ୍ ଆମେ ଦେଖିବା ଆଉ ଗୋଟେ ଫେଜ୍କୁ। ଆଉ ଗୋଟେ ଫେଜ୍ରେ ଯଦି ଆପଣମାନଙ୍କର 3ଟି ଅପସନ୍ ରହିଥିବ, କେତୋଟି ପିଲାମାନେ 3ଟି ଅପସନ୍ ରହିଥିବ, ତାହେଲେ ଆପଣମାନଙ୍କର ନେଗେଟିଭ୍ ମାର୍କ ରହିବ 1/3। ମାନେ 3ଟି ଯଦି ଭୁଲ କରିବେ, ବୁଝିହେଲା, ତାହେଲେ କ'ଣ ହେବ ନା ଗୋଟେ ମାର୍କ ଆପଣମାନଙ୍କର କଟିଯିବ। ପୁରା କ୍ଲିଅର, କିଛି ଅସୁବିଧା ନାହିଁ ପିଲାମାନେ। ଓକେ, ବର୍ତ୍ତମାନ ଆମେ ଦେଖିବା 6 ନମ୍ବର ପଏଣ୍ଟକୁ। ବହୁତ ଇମ୍ପୋର୍ଟାଣ୍ଟ, କେଉଁ ଜାଗାରେ ଆଉ କେବେ ଏକ୍ଜାମଟିଏ ହେବ। ଦେଖନ୍ତୁ, ପ୍ରିଲିମିନାରୀ ଏକ୍ଜାମ ଆପଣମାନଙ୍କର ଫେବୃଆରୀ ମାର୍ଚ୍ଚ ମଧ୍ୟରେ ହେବ। ତା ପାଇଁ ପୁଣି ଆଉ ଗୋଟେ ନୋଟିଫିକେସନ୍ ଆସିବ। ଆସିଲେ ମୁଁ ଆପଣମାନଙ୍କୁ ନିଶ୍ଚୟ ଜଣାଇଦେବି। ତେଣୁକରି ନିଶ୍ଚୟ ଭାବରେ ମୋ ସହିତ ଯୋଡ଼ି ହେଇକି ରୁହନ୍ତୁ। ଓକେ ପିଲାମାନେ, ଏଇ ଯେଉଁ ନେକ୍ସଚର ବିକୁ ଟିକେ ଲକ୍ଷ୍ୟ କରିବେ। ଯେତେବେଳକୁ ଆପଣମାନଙ୍କୁ ସାର୍ଟିଫିକେଟ୍ ଭେରିଫିକେସନ୍ ବା ଡକୁମେଣ୍ଟ ଭେରିଫିକେସନ୍ ପାଇଁ ଡକାଯିବ, ସେତେବେଳକୁ ଆପଣମାନଙ୍କ ପାଖରେ ନିଶ୍ଚୟ ଭାବରେ ଏଇସବୁ ଡକୁମେଣ୍ଟ ରହିଥିବା ଦରକାର। ବୁଝିହେଲା? ତେଣୁକରି ଏଇ ଡକୁମେଣ୍ଟ ଗୁଡ଼ାକୁ ନିଶ୍ଚୟ ଭାବରେ ପ୍ରସ୍ତୁତ କରନ୍ତୁ ଆଉ ଫର୍ମଟିକୁ ଆପ୍ଲାଏ କରନ୍ତୁ। ବୁଝିଗଲେ ପିଲାମାନେ? ବର୍ତ୍ତମାନ ଆମେ ଦେଖିବା ନେକ୍ସଚର ସି। ମୁଁ ପୂର୍ବରୁ ଆପଣମାନଙ୍କୁ କହୁଥିଲି ମେନ୍ ରିଟିନ୍ ଏକ୍ଜାମ ପାଇଁ ଆପଣମାନଙ୍କର କ'ଣ ସବୁ ସିଲାବସ୍ ରହିବ, ପ୍ରିଲିମ୍ ପାଇଁ କ'ଣ ରହିବ, ଅଡ଼ିଟର ପାଇଁ କ'ଣ ରହିବ, କମ୍ପ୍ୟୁଟର ସ୍କିଲ୍ ଟେଷ୍ଟ ପାଇଁ କ'ଣ ରହିବ। ଚାଲନ୍ତୁ ଜାଣିବା। ବିଟ୍ ଏରେ ଦେଖନ୍ତୁ, ଆପଣମାନଙ୍କର ପ୍ରିଲିମିନାରୀ ଏକ୍ଜାମ ପାଇଁ କ'ଣ ସବୁ ସିଲାବସ୍ରେ ରହିଛି। ଦେଖନ୍ତୁ, ମ୍ୟାଥମେଟିକ୍ସ ପଡ଼ିବ ଷ୍ଟାଣ୍ଡାର୍ଡ଼ 10th ଲେଭେଲର। ତା ସହିତ DI ପଡ଼ିବ, ଆପଣମାନଙ୍କର ଚାର୍ଟ, ଗ୍ରାଫ, ଟେବୁଲ, ଡାଟା ସଫିସିଏନ୍ସି, ଯେଉଁଟାକି ଆପଣମାନଙ୍କର 10th ଷ୍ଟାଣ୍ଡାର୍ଡ଼ର କ୍ୱେଶ୍ଚନ୍ ଆସିବ। ଦେନ୍ ଆପଣମାନଙ୍କର ରିଜନିଂ କ୍ୱେଶ୍ଚନ୍ ଆସିବ ପିଲାମାନେ। ରିଜନିଂର ଆନାଲିଟିକାଲ ଏବିଲିଟିଜ୍, ଜେନେରାଲ ମେଣ୍ଟାଲ ଏବିଲିଟିଜ୍, ଏଇ ଟାଇପ୍ର କ୍ୱେଶ୍ଚନ୍ ସବୁ ଆସିବ। ଦେନ୍ କରେଣ୍ଟ ଇଭେଣ୍ଟସ୍, ଆପଣମାନଙ୍କର ନ୍ୟାସନାଲ ଇଣ୍ଟରନ୍ୟାସନାଲ ସବୁ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ସବୁ ଆସିବ ପିଲାମାନେ। ଦେନ୍ ଆପଣମାନଙ୍କର କମ୍ପ୍ୟୁଟର ଆଉ ଇଣ୍ଟରନେଟ୍ ଆୱାରନେସ୍ର କ୍ୱେଶ୍ଚନ୍ ଆସିବ। ଓଡ଼ିଶାର ମଧ୍ୟ ଇକୋନୋମି, ଓଡ଼ିଶାର ହିଷ୍ଟ୍ରି, ଓଡ଼ିଶାର ଜୋଗ୍ରାଫି, ଓଡ଼ିଶାର ହେରିଟେଜ୍ ଆଣ୍ଡ କଲଚର, ଯେଉଁଟାକି 10th ଷ୍ଟାଣ୍ଡାର୍ଡ଼ର। ତେଣୁକରି ଓଡ଼ିଶାର GK ମୁଁ ଆପଣମାନଙ୍କର ସିରିଜ୍ ୱାଇଜ୍ ପୁରା ଆଲୋଚନା କରିଦେଇଛି ପିଲାମାନେ। ବୁଝିହେଲା? ଆପଣମାନଙ୍କର ସେଇ ସିରିଜ୍ ୱାଇଜ୍ ସେ ଯେଉଁ GK ଗୁଡ଼ାକୁ ନିଶ୍ଚୟ ଦେଖନ୍ତୁ। ଓଡ଼ିଶା GK ଆପଣମାନଙ୍କର ବହୁତ କାମରେ ଆସିବ ପିଲାମାନେ। ପ୍ଲେଲିଷ୍ଟକୁ ଯାଆନ୍ତୁ ଆଉ ଦେଖନ୍ତୁ। ଓକେ, ଠିକ୍ ସେମିତିକା ଆପଣମାନଙ୍କର ମେନ୍ ଏକ୍ଜାମର ସିଲାବସ୍କୁ ବର୍ତ୍ତମାନ ଦେଖିବା। ଏଥିରେ ମଧ୍ୟ ମୁଁ ପୂର୍ବରୁ କହିଥିଲି 2ଟି ପେପରର ଏକ୍ଜାମ ହେବ, ପେପର 1 ଆଉ ପେପର 2। ପେପର 1 ଆପଣମାନଙ୍କର ଲାଙ୍ଗୁଏଜ୍ ଏକ୍ଜାମ ହେବ।
ତାମାନେ ଓଡ଼ିଆ ଆଉ ଇଂରାଜୀର ପରୀକ୍ଷା ହେବ। ଓଡ଼ିଆରେ ଆପଣମାନଙ୍କର ଲାଙ୍ଗୁଏଜ୍ କମ୍ପ୍ରିହେନ୍ସନ୍ ଷ୍ଟାଣ୍ଡାର୍ଡ଼ 10th ଲେବୁଲ୍‌ରୁ ଆସିବ। ଠିକ୍ ସେମିତିକା ଇଂଲିଶର ମଧ୍ୟ ଆପଣମାନଙ୍କର ଲାଙ୍ଗୁଏଜ୍ କମ୍ପ୍ରିହେନ୍ସନ୍ ଯେଉଁଟାକି +2 ଲେବୁଲ୍‌ର କ୍ୱେଶ୍ଚନ୍ ଆସିବ ଏବଂ ଗ୍ରାମାର, ଭୋକାବୁଲାରି ଏସବୁ କ୍ୱେଶ୍ଚନ୍ ସବୁ ଆସିବ ଷ୍ଟାଣ୍ଡାର୍ଡ଼ 10th ଲେବୁଲ୍‌ର। ମନେ ରଖନ୍ତୁ। ଦେନ୍ ପେପର୍ 2ରେ ଆପଣମାନଙ୍କର ଜିଏସ୍ ପଡ଼ିବ ପିଲାମାନେ। ଜିଏସ୍‌ରେ ଆପଣମାନଙ୍କର ଇଣ୍ଡିଆନ୍ କନଷ୍ଟିଟ୍ୟୁସନ୍ସ, ଇଣ୍ଡିଆନ୍ ଇକୋନୋମି, ଓଡ଼ିଶା ଇକୋନୋମି, ବଜେଟ୍, ଇଣ୍ଡିଆନ୍ ଆଣ୍ଡ ୱାର୍ଲଡ ଜିଓଗ୍ରାଫି, ହିଷ୍ଟ୍ରି ଅଫ୍ ଇଣ୍ଡିଆ, ହିଷ୍ଟ୍ରି ଅଫ୍ ଓଡ଼ିଶା, ଆର୍ଟ ଆଣ୍ଡ କଲଚର ଏସବୁ କ୍ୱେଶ୍ଚନ୍ସ ଆସିବ। ତା ସହିତ ଆପଣମାନଙ୍କର ସ୍ପେଶିଆଲ ରେଫରେନ୍ସ ଟୁ ଓଡ଼ିଶା ବହୁତ ଇମ୍ପୋର୍ଟାଣ୍ଟ ଟପିକ୍ ପିଲାମାନେ ହେଲା। ଦେନ୍ ଆପଣମାନଙ୍କର ଜେନେରାଲ ଇସ୍ୟୁ ଅଫ୍ ଏନଭାରମେଣ୍ଟ, କ୍ଲାଇମେଟ୍ ଚେଞ୍ଜ ଯେଉଁ କ୍ୱେଶ୍ଚନ୍ କି ଆପଣମାନଙ୍କର +2 ଷ୍ଟାଣ୍ଡାର୍ଡ଼ର ରହିବ। ବୁଝିହେଲା? ତେଣୁକରି ପେପର୍ 1 ଏବଂ ପେପର୍ 2 ବିଷୟରେ ଆପଣମାନେ ଡିଟେଲ୍ ଜାଣିଗଲେ। ବର୍ତ୍ତମାନ ଆମେ ଦେଖିବା ବିଟ୍ ସିକୁ। ବିଟ୍ ସିରେ ଆପଣମାନଙ୍କର କମ୍ପ୍ୟୁଟରର ଯେଉଁ ସ୍କିଲ୍ ଟେଷ୍ଟ ହେବ ତାର ସିଲାବସ୍‌ରେ କ'ଣ କ'ଣ ରହିବା ଦରକାର। ଦେଖନ୍ତୁ କମ୍ପ୍ୟୁଟର ଫଣ୍ଡାମେଣ୍ଟାଲ୍ସ, MS ୱାର୍ଡ଼, ଅଫିସ୍ ସଫ୍ଟୱେର୍, ୱାର୍ଡ଼ ପ୍ରୋସେସିଂ, MS ଏକ୍ସେଲ୍, ପ୍ରେଜେଣ୍ଟେସନ୍, ଡାଟାବେସ୍ ଯେଉଁଟାକୁ ଆମର MS ଏକ୍ସେସ୍ କହୁଛେ। ତା ସହିତ ଅନ୍ୟାନ୍ୟ ମଧ୍ୟ ଆପଣମାନଙ୍କର ସିଲାବସ୍‌ରେ ରହିଛି। ସେଗୁଡ଼ାକୁ ମଧ୍ୟ ଦେଖନ୍ତୁ ଆଉ ଏବେ ପାଖରୁ ଆପଣମାନେ ପ୍ରସ୍ତୁତ ହେଇଯାଆନ୍ତୁ କମ୍ପ୍ୟୁଟର ସ୍କିଲ୍ ଟେଷ୍ଟ ପାଇଁ। ବୁଝିହେଲା ପିଲାମାନେ? ଦେନ୍ ଆମେ ଦେଖିବା ମ୍ୟାଥମେଟିକ୍ସ ପାଇଁ। ମ୍ୟାଥମେଟିକ୍ସ ମୁଁ ପୂର୍ବରୁ କହିଥିଲି କେଉଁମାନଙ୍କ ପାଇଁ ଆଉ କମ୍ପ୍ୟୁଟର ସ୍କିଲ୍ ମଧ୍ୟ କେଉଁମାନଙ୍କ ପାଇଁ, ତେଣୁକରି ତାକୁ ନିଶ୍ଚୟ ଭାବରେ ପ୍ରଥମେ ଦେଖିବେ ହେଲା। ଆଉ ମ୍ୟାଥମେଟିକ୍ସ ତ ମୁଁ କହିଦେଇଛି ଅଡ଼ିଟରମାନଙ୍କ ପାଇଁ ହେଲା। ସେଇଥିରେ ଆପଣମାନଙ୍କର ଏରିଥମେଟିକ୍ ଆସିବ, ଏଲଜେବ୍ରା ଆସିବ, ଷ୍ଟାଟିଷ୍ଟିକ୍ସ ଆଣ୍ଡ ପ୍ରୋବାବିଲିଟି ଆସିବ, ମେନ୍ସୁରେସନ୍ ଆସିବ। ବୁଝିହେଲା? ଯେଉଁଟାକି ଆପଣମାନଙ୍କର ସେକେଣ୍ଡାରୀ ସ୍କୁଲ୍ ଲେଭେଲ୍‌ର କ୍ୱେଶ୍ଚନ୍ ସବୁ ଆସିବ। ବୁଝିଗଲେ ପିଲାମାନେ? ତେଣୁକରି ମୁଁ ଡିଟେଲ୍ ଆପଣମାନଙ୍କୁ ଆଲୋଚନା କରିଦେଲି ପୁରା A to Z। ବୁଝିହେଲା ପିଲାମାନେ? ଆଉ ଶେଷରେ ଆପଣମାନଙ୍କର ଅଛି ଏନେକ୍ସଚର D ଯେଉଁଟାକି ଆପଣମାନଙ୍କର ଅଣ୍ଡରଟେକିଂ ଫର୍ମଟିଏ। ଓକେ। ତେଣୁକରି ଡିଟେଲ୍ ଜବ୍ ରିଲେଟେଡ୍ ନୋଟିଫିକେସନ୍, ନଲେଜେବଲ୍ ଭିଡ଼ିଓ, ଏକ୍ଜାମ୍ ଆନାଲିସିସ୍ ଭିଡ଼ିଓ ପାଇବା ପାଇଁ ହେଲେ ଚ୍ୟାନେଲଟିକୁ ନିଶ୍ଚୟ ଭାବରେ ସବସ୍କ୍ରାଇବଟିଏ କରିବେ ପିଲାମାନେ। ତା ସହିତ ବେଲ୍ ଆଇକନ୍‌ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ। କାହିଁକି ନା ମୁଁ ଭିଡ଼ିଓ ଛାଡ଼ିଲି ମାନେ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ। ଯାହାଫଳରେ ଶୀଘ୍ର ଆପଣମାନେ ଭିଡ଼ିଓଟିକୁ ଦେଖିବେ ଆଉ ଜାଣିବେ। ଓକେ। ଭିଡ଼ିଓଟିକୁ ଲାଇକ୍ କରିବେ, ସାଙ୍ଗମାନଙ୍କ ନିକଟକୁ ସେୟାର କରିବେ ଆଉ ମତାମତ ଦେବାକୁ ଜମା ଭୁଲିବେନି। ଧନ୍ୟବାଦ।